ତ ସୁଭଦ୍ରା ଯୋଜନା ଗୋଟିଏ ଦିନରେ ଗୋଟିଏ ନିୟମ। ଆପଣମାନେ ବି ମଧ୍ୟ ମୋଠୁ ବେଶ୍ ଭଲ ଭାବରେ ଆପଣମାନଙ୍କୁ ଜଣାଅଛି କି ସୁଭଦ୍ରାର କ'ଣ ନା ଗୋଟିଏ ଦିନରେ ଗୋଟିଏ ନିୟମ। ତ ଏମିତି କିଛି ନିୟମ ବର୍ତ୍ତମାନ ବି ସଦା ସାମ୍ନାକୁ ଦର୍ଶକ ବନ୍ଧୁ ଆସିଛି କି ଯଦି ଆପଣମାନେ ବ୍ୟାଙ୍କ ଯାଇନାହାନ୍ତି ତାହେଲେ ଘରେ ବସି ମୋବାଇଲରେ ମଧ୍ୟ ଚେକ୍ କରିପାରିବେ କେଉଁଭଳି ନା ସୁଭଦ୍ରା ଟଙ୍କା ଆମେ ପାଇବା କି ପାଇବା ନାହିଁ ବୋଲି। ଆମକୁ ସୁଭଦ୍ରା ଟଙ୍କା ମିଳିବ କି ସୁଭଦ୍ରା ଟଙ୍କା ଆଉ ମିଳିବ ନାହିଁ ବୋଲି ବ୍ୟାଙ୍କ ନ ଯାଇକି ବି ମଧ୍ୟ ଆପଣମାନେ ଘରେ ବସି ଚେକ୍ କରିପାରିବେ। ତାହେଲେ କେମିତି ଚେକ୍ କରିବେ? ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ପ୍ରମାଣ ସହ ଦେଖେଇବି। ଯେଉଁ ସୂଚନାଟି ମଧ୍ୟ ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେଉଁ ସୂଚନାଟି ମଧ୍ୟ ଦେଇଛନ୍ତି ସେ ସୂଚନା ହିସାବରେ ମଧ୍ୟ ଆପଣମାନଙ୍କୁ ମୁଁ ଦେଖେଇବି। କାହିଁକିନା ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତାପରେ ଯଦି କୌଣସି ଜିନିଷ ସୂଚନା ଭୁଲ ହେଲା ତାହେଲେ ବି ମଧ୍ୟ ଆପଣମାନେ ମୋତେ କମେଣ୍ଟ କରିବେ। କାହିଁକିନା ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖୁନାହାନ୍ତି ଏବଂ କିଛି ବୁଝିପାରୁନାହାନ୍ତି। ସେଥିପାଇଁ ଯାହା ଇଚ୍ଛା ତାହା ଆପଣମାନେ କହୁଛନ୍ତି। କାହିଁକିନା ମୋର କିଛି ଆଜ୍ଞା ଲସ୍ ହେଉନି, ଆପଣମାନଙ୍କର ହିଁ ଲସ୍ ହେଉଛି। ତ ଛାଡ଼ନ୍ତୁ ସେସବୁ କଥା। ଏଇଠି ଆପଣମାନେ ଦେଖନ୍ତୁ ଯେଉଁ ସୂଚନାଟି ବର୍ତ୍ତମାନ ସୁଦ୍ଧା କ'ଣ ନା ସାମ୍ନାକୁ ଆସିଛି। ମୁଁ ଯେଉଁ ଜାଗାରେ କ'ଣ ନା ରାଇଟ୍ ମାରିଲି ସେ ସୂଚନାଟି ଆପଣମାନେ ଦେଖନ୍ତୁ କି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣନ୍ତୁ କେବେ ଆସିବ ଟଙ୍କା। କ'ଣ ରହିଛି ଆପଣଙ୍କ ଷ୍ଟାଟସ୍? ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କିନ୍ତୁ ଟଙ୍କା ଆସିନି କିମ୍ବା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ? ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତ ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା। ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି। ତ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିଅର ହୋଇନଥିବ ସେମାନଙ୍କ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା। ତେଣୁ ଏହା କରାଇବା ନିତାନ୍ତ ଜରୁରୀ। ଏଇଠି ଆପଣମାନେ ମନେ ରଖନ୍ତୁ କି ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଯାହାକୁ କୁହାଯାଉଛି କି ଭାରତୀୟ ଜାତୀୟ ଦେୟ ନିଗମ ବା NPCI। ତ ଯାହାର ଏସବୁ ଜିନିଷ କ୍ଲିଅର ହେଇନଥିବ ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆଉ ଯିବନି। ଆଉ ଯେଉଁମାନେ ପାଇଯାଇଛ ଟଙ୍କା ମନେ ମନେ ଖୁସି ହୁଅନି କି ଆମେ ତ ପାଇଯାଇଛୁ ଟଙ୍କା, ଆମର କିଛି ଆଉ ଦରକାର ନାହିଁ। ଆପଣ ପୁଣି ତୃତୀୟ କିସ୍ତି ସମୟ ଦ୍ୱିତୀୟ କିସ୍ତି ସମୟରେ ଆପଣ ପୁଣି ହଇରାଣ ହେବେ। ଏଇଟା ମନେ ରଖିଥାନ୍ତୁ। ଏସବୁ ଜିନିଷ ଆପଣମାନଙ୍କର ଜାଣିଛନ୍ତି କି ଗୋଟିଏ ଦିନରେ ଗୋଟିଏ ନିୟମ ବାହାରୁଛି। ତାପରେ ଦେଖନ୍ତୁ ପରବର୍ତ୍ତୀ ସୂଚନା ଅନୁସାରେ କ'ଣ କୁହାଯାଉଛି କି ସେପ୍ଟେମ୍ବର 17 ପୂର୍ବରୁ ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ। କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି। ବାରମ୍ବାର ବ୍ୟାଙ୍କ EKYC ଓ ଆଧାର କାର୍ଡ଼ ଲିଙ୍କ କରିଥିଲେ ବି ସେମାନଙ୍କୁ 5,000 ଟଙ୍କା ମିଳିପାରିନାହିଁ। ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ ସେମାନଙ୍କ ଆବେଦନର ଷ୍ଟାଟସ୍ ବାବଦରେ? ଏଥିପାଇଁ ସରକାରୀ ୱେବସାଇଟ୍ ସୁଭଦ୍ରା ପୋର୍ଟାଲକୁ ଭିଜିଟ୍ କରିବାକୁ ପଡ଼ିବ। ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ସାମ୍ନାରେ ଏକ ବକ୍ସ ଖୋଲିବ ଯେଉଁଥିରେ ଆପଣଙ୍କୁ ନିଜର ଆଧାର ନମ୍ବର ଦାଖଲ କରିବାକୁ ମଧ୍ୟ ପଡ଼ିବ। ଏହାପରେ ଆପଣ ଆଧାର ସହ ରେଜିଷ୍ଟର ଥିବା ମୋବାଇଲ ନମ୍ବରକୁ ଗୋଟିଏ OTP ଆସିବ ଏବଂ ସେହି OTP ପ୍ରବେଶ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଆପ୍ଲିକେସନର ଷ୍ଟାଟସଟି ମଧ୍ୟ ଦେଖାଯିବ। ତାପରେ ଦେଖନ୍ତୁ କ'ଣ କୁହାଯାଉଛି କି ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ମଧ୍ୟ ଦେଖାଯିବ। ତଳେ ଏକ ବକ୍ସ EKYC ଷ୍ଟାଟସ୍, EKYCର ପ୍ରକାର, ସ୍ୱୀକୃତି ସ୍ଥିତି ଆଉ ଗୋଟିଏ ରହିଲା ପେମେଣ୍ଟ ସ୍ଥିତି ମଧ୍ୟ ଦେଖାଯିବ। ଯଦି EKYC ଷ୍ଟାଟସ୍ରେ ପେଣ୍ଡିଂ ଦେଖାଉଛି ତେବେ ଆପଣ ତୁରନ୍ତ EKYC କରିନିଅନ୍ତୁ। ସ୍ୱୀକୃତି ସ୍ଥିତି ଷ୍ଟାଟସ୍ରେ ଅଣ୍ଡର ପ୍ରୋସେସ୍ ଲେଖାଥିଲେ ସେମାନଙ୍କ ଆବେଦନ ସରକାରଙ୍କ ବିଚାରାଧୀନ ଅଛି ବୋଲି ଜାଣିବେ। ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜ୍ରେ ରିଜେକ୍ଟ ବୋଲି ମଧ୍ୟ ଲେଖାଯିବ। ଏହି ଷ୍ଟେପ୍ ଲ୍ୟାପଟପ୍ ଓ ଡେସ୍କଟପ୍ ପାଇଁ ପ୍ରଯୁଜ୍ୟ। ହେଲା, ଜଣେ ମୋବାଇଲରେ ଚାହିଁଲେ ମଧ୍ୟ ଷ୍ଟାଟସ୍ଟି ଚେକ୍ କରିପାରିବେ। ହେଲା, ତ ମୋବାଇଲରେ ସୁଭଦ୍ରା ପୋର୍ଟାଲ ଖୋଲି ହିତାଧିକାରୀ ନିଜର ଆବେଦନର ସୁଭଦ୍ରା ଯୋଜନା ଷ୍ଟାଟସ୍ ମଧ୍ୟ କ'ଣ ନା ଚେକ୍ କରିପାରିବେ।
तो केमिति आपण माने जानि परिबे तो एई सूचना अनुसार आपण माने केमिति जानि परिबे बोली कुहा जाउची। जदि आपण माने जानिथिबे कि जदि ई केवाईसी स्टेटस रे पेंडिंग देखा जाउची तेबे आपण कोन करंतु ना एठी कुहा जाउची आपण देखंतु एई जगह रे आपण मानकर कोन कुहा जाउची जदि ई केवाईसी स्टेटस पेंडिंग देखाउची तेबे आपण तुरंत ई केवाईसी करि नियंतु। तापरे मध्ये कोन कुहा गला ना स्वीकृति स्टेटस रे अंडर प्रोसेस लेखा थिले सेमानक आवेदन रो सरकारनकर विचाराधीन अछि बोली मध्ये जानिबे बोली कुहा जाउची। तापरे मध्ये देखंतु एठी जदि आवेदन रिजेक्ट हो जाइथिबो तेबे पेज रे रिजेक्ट बोली मध्ये लेखा जिवो। जदि जे मानकर रिजेक्ट बोली आसी जी ताले सेमानकर रिजेक्ट बोली मध्ये देखा जिवो बोली सूचना हिसाब रे कहूची। तो एमिति किछि सूचना वर्तमान सुभद्रा योजना को नेकी सामना को आसीथिला। तो जदि भी आउ कोनोसी जिंस आपण मानकर बुझिबार अछि ताले तुरंत भाबरे कमेंट करंतु। मु मध्ये आपण मानकर कमेंट रो निश्चय भाबरे रिप्लाई देबी। तो चैनल को सब्सक्राइब करके रखि थांतु। तो सरकार तरफ जेते बेले जो जिनसर भी सूचना आसिला आपण मानक पाखकु संगे संगे पहुँची पारिबो। ताले रहुची आ गोटे वीडियो रे आपण मानक सह पुणी देखा हबो। जय जगन्नाथ।